ଜୟ ଜଗନ୍ନାଥ। ପିଲାମାନେ, ଆଜି ଆମେ ଏକ ସୁନ୍ଦର ପତ୍ର ବିଷୟରେ ଜାଣିବା। ଘରର ଖବର ଜଣାଇ ବାପାଙ୍କ ନିକଟକୁ ପତ୍ର, ଅର୍ଥାତ୍ ତୁମେମାନେ ଘରେ ଅଛ, ତୁମ ବାପା ବିଦେଶରେ ଅଛନ୍ତି, ତେଣୁ ଘରର ସୁବିଧା ଅସୁବିଧା ଜଣାଇ ବାପାଙ୍କ ନିକଟକୁ ଏକ ଚିଠି ଲେଖିବ। ହେଲା। ପୂଜନୀୟ ବାପା, ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ। ଗତକାଲି ଆପଣଙ୍କ ଚିଠି ପାଇଲି। ସେ ଚିଠିରେ ଆପଣ ଘରର ଖବର ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ମୁଁ ନିମ୍ନରେ ତାହା ବର୍ଣ୍ଣନା କରୁଛି। ଆପଣ ପଠାଇଥିବା ଟଙ୍କା ଘର ଖର୍ଚ୍ଚରେ ଶେଷ ହୋଇଯାଇଛି। ଏହା ଭିତରେ ମାଆଙ୍କର ଦେହ ଖରାପ ହୋଇଥିଲା। ଡାକ୍ତରଙ୍କୁ ଦେଖାଇବାରୁ ସେ ଏବେ ଔଷଧ ଖାଇ ସୁସ୍ଥ ଅଛନ୍ତି। ଜେଜେମାଆଙ୍କର ଆଣ୍ଠୁଗଣ୍ଠି ବିନ୍ଧା ସେମିତି ଲାଗି ରହିଛି। ଆମ ଗାଈ ବଉଳା ଗୋଟିଏ ବାଛୁରୀ ଜନ୍ମ କରିଛି। ଆପଣ ଜାଣି ଖୁସି ହେବେ ଯେ ମୁଁ ଏଥର ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆପଣ ପଇସା ପଠାଇଲେ ମୁଁ ଉପର ଶ୍ରେଣୀ ପାଇଁ ନୂଆ ବହି କିଣିବି। ଆପଣ ଘରକୁ କେବେ ଆସିବେ ଚିଠିରେ ଲେଖି ଜଣାଇବେ। ଆମେ ସମସ୍ତେ ଆପଣଙ୍କ ଆସିବା ବାଟକୁ ଚାହିଁ ବସିଛୁ। ଭଗବାନଙ୍କ କୃପାରୁ ଆପଣଙ୍କ ଦେହ ଚେଷ୍ଟାରେ ସୁସ୍ଥରେ ରହୁ। ଇତି ଆପଣଙ୍କ ସ୍ନେହର ରୁଚି। ଧନ୍ୟବାଦ।